ପଡ଼ିଗଲା। ଆଜ୍ଞା ପ୍ରତିବର୍ଷ ଭଳି ରଜ ସଂକ୍ରାନ୍ତିରେ ଆମର ଯେମିତି ଗୋଟେ ଭୋଜି ହୁଏ ଠାକୁରଙ୍କ ପାଖରେ, ଆଉ ଆଜି ସେମିତି ଗୋଟେ ଭୋଜି ହେଉଛି। ଆଉ ଇଏ ପରିବା ଛଣାଛଣି ଚାଲିଲା, କଟା ହେଇକି ଛଣା ହେଇକି ଧୁଆ ହେଉଛି। ଆଉ ସେକରେ ନନା ତାଙ୍କର ରୋଷେଇ କରୁଛନ୍ତି, କ୍ଷୀରି ବସୁଛି। ରୋଷେଇ ଆଜ୍ଞା ଆଇଟମ୍ କହିବାକୁ ଗଲେ ଭାତ, ଡାଲମା, ଖଟା, ପାସ୍ ଆଉ ଶାଗ ମୁଗ ଆଉ ଗରିବ ଅନୁଷ୍ଠାନ ଯାହା ଯେତିକି କରିଛୁ ଆଉ କ'ଣ କରିବା। ହାତରେ ଛାଣ ନା ଆଉ ଟିକେ ହଲେଇ ଦିଅ ବାଲି ଗୁଡ଼ାକ ବସିଯାଉ। ଆଉ ଆଜ୍ଞା ଆମର ନନା ଏଠି ତାଙ୍କ ରୋଷେଇ ଚାଲିଛି, କ୍ଷୀରି ବଇଛି। ଆଉ ସେକରେ ଡାଲମା ପରିବା ଧୁଆ ହେଇଛି, ଡାଲମା ବସିଗଲା। ଆଉ ଶାଗ ସେକରେ ହେଇକି ଧୁଆ ହେଇଗଲାଣି। ଆଉ ଏମିତି ହେଇକି ଚାଲିବ ଆଉ କେହି ପିଲା ନାହାନ୍ତି। ଆଉ ଅଧଘଣ୍ଟା ଘଣ୍ଟାଏ ଭିତରେ ସବୁ ପିଲା ପଳେଇ ଆସିବେ ଆଉ। ଓହୋ ଯାହା ହଉ, ସକାଳୁ ମୁଁ ଏପର୍ଯ୍ୟନ୍ତ ମୋର ମାନେ ଖାଇନି ଏପର୍ଯ୍ୟନ୍ତ। ଯାଉଛି ଯିବି ଗାଧେଇକି ଖାଇକି ଆସିବି ଆଉ। ଏଠି ଯୋଗାଡ଼ ଯନ୍ତ୍ର କରିକି ପଳେଇଗଲି, ଯାଉଛି ଯିବି ଅବିକା ଗାଧେଇକି ଖାଇକି ଆସିବି ଆଉ। ରହୁଛୁ ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ। ଆଉ ସମସ୍ତଙ୍କୁ ରଜ ସଂକ୍ରାନ୍ତିରେ ସବୁ ପିଲା ଦେଖିପାରୁଥିବେ ଏଠି କାମ କରୁଛନ୍ତି ଭାଇ। ଗୋଟିଏ ପିଲାକୁ ଦେଖିବେ, ସିଏ ତାର ବସିକି ତାର ସକାଳୁ ବଇଛି, ତାର ଏଠି ଏଇ କାମଟା ଚଲେଇଛି। ଆଉ କହିଲେ କ'ଣ ନା କହିବ ମୁଁ ବା ପ୍ରେସିଡେଣ୍ଟ ହେଲା। ବାପା ମୁଣ୍ଡ ଉପରକୁ ଟେକ, ସମସ୍ତେ ଦେଖନ୍ତୁ, ସାରା ଓଡ଼ିଶା ଆପଣଙ୍କୁ ଦେଖନ୍ତୁ। କାମରେ ଆପଣ ଠକୁଛନ୍ତି ବୋଲିକା। ସିଏ ସେଇ ମାଟି ଆଳୁ ସାରୁ କାଟିଲେ ହାତ କଳା ହେଇଯିବ। ମୋ ହାତ ବି ହେଇ ମୋ ହାତ